କରାଯାଏ। ଏ ବର୍ଷ ମଧ୍ୟ ଆମେ ଆମ ଟ୍ରଷ୍ଟରେ ପାସ୍ କରିଛୁ। ଏ ବର୍ଷ ଗୋଟେ ନୂତନ କଥା ହେଇଛି, ବାହାର କୁଞ୍ଜ ଯାହାକି ବହୁତ ଦିନ ହେଲାଣି ଭାଙ୍ଗି ଯାଇଥିଲା ତାହାକୁ ଏଥରକ ପୁନରୁଦ୍ଧାର କରାଯାଇଛି। ସମ୍ପୂର୍ଣ୍ଣ ରୂପେ ନୂତନ ଭାବରେ ଏଇଟା କରାଯାଇଛି। ତା ସହିତ ଆଲୋକ ସଜାକୁ ଆମେ ଗୁରୁତ୍ୱ ଦେଇଛୁ। ତା ସହିତ ଏଥରକ ନୂତନ ଭାବରେ ବହୁତ କିଛି ଫୁଲ, ଚଢ଼େଇ, ମାଙ୍କଡ଼ ଏମାନଙ୍କୁ ବି ଆମେ ପଶୁପକ୍ଷୀ ସବୁ ଏଥିରେ ଭର୍ତ୍ତି କରିଛୁ। ତା ସହିତ ଆମେ ଯେଉଁ ଭେଷ ଆମ ଗୋପାଳଜୀଙ୍କ ପାଖରେ ପ୍ରତିବର୍ଷ ହୁଏ, ସେ ଭେଷ କିଛି ସମୟ ପାଇଁ ହୁଏ, ତାହା ସବୁ ଲୋକ ଦେଖିପାରନ୍ତିନି। ସେଇ ଭେଷକୁ ଆମେ ଏ ବର୍ଷ ସ୍ୱତନ୍ତ୍ର ଭାବରେ ସେ ଭେଷକୁ ସଜେଇଛୁ। ଯେମିତି ଶ୍ରୀମନ୍ଦିରରେ ହୁଏ, ଆମର ଏ ବର୍ଷ ଗୋପାଳଜୀ ମନ୍ଦିରରେ ଏହା ଆରମ୍ଭ କରାଯାଇଛି। ଏହି ଭେଷ ଗୁଡ଼ିକ ହେଲା ଆମର କାଳିଅ ଦଳନ, ଆମର ଗଜୋଦ୍ଧାରଣ, ଆମର ବସ୍ତ୍ର ଚୋରି ବେଶ। ଏହି ବେଶ ଯାହାକି ଶହ ଶହ ଲୋକ ଆସି ଦେଖୁଛନ୍ତି ଏବଂ ବହୁତ ଆନନ୍ଦିତ ହେଉଛନ୍ତି। ଏଥିପାଇଁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ, ସମସ୍ତେ ଆସି ଏଠାରେ ଦେଖନ୍ତୁ, ବେଶ ଦେଖନ୍ତୁ, ଝୁଲଣ ଦେଖନ୍ତୁ ଆଉ ଅନୁଭବ କରନ୍ତୁ, ଭଗବାନ ଗୋପାଳଜୀଙ୍କର ଆଶୀର୍ବାଦ ନିଅନ୍ତୁ। ସକାଳ ଦ୍ୱାର ଫିଟା ହେଲା। ଦ୍ୱାର ଫିଟିବା ସରିଲା ପରେ ମଙ୍ଗଳ ଆଳତୀ ସରିଲା ପରେ ମହାପ୍ରଭୁଙ୍କ ମର୍ଦ୍ଦନ ହେଲା। ମର୍ଦ୍ଦନ ସରିଲା ପରେ ଅବକାଶ କରାଗଲା। ଅବକାଶ ନୀତି ସରିଲା ପରେ ମହାପ୍ରଭୁଙ୍କୁ ବେଶ କରାଗଲା। ବେଶ ସରିଲା ପରେ ପ୍ରଥମେ ସୂର୍ଯ୍ୟ ପୂଜା, ବାହାର ଦ୍ୱାରପାଳ ପୂଜା, ଭିତର ଦ୍ୱାରପାଳ ପୂଜା, ତାପରେ ସକାଳ ଧୂପ। ସକାଳ ଧୂପ ନୀତି ସରିଲା ପରେ ମହାପ୍ରଭୁଙ୍କର ମାନେ ଯେଉଁ ଆମର ବୀରକେଶରୀ ବଲ୍ଲଭ କୁହାଯାଏ, ଭଣ୍ଡ ବୀରକେଶରୀ ବଲ୍ଲଭ କରାଗଲା। ବୀରକେଶରୀ ବଲ୍ଲଭ ପରେ ମହାପ୍ରଭୁଙ୍କର ମଦନ ମୋହନଙ୍କ ପାର୍ଶ୍ୱବର୍ତ୍ତୀ ଭୋଗ ସବୁ ସଜାଇଥିଲା। ତାପରେ ଦ୍ୱୀପ ଧୂପ କରାଗଲା। ଦ୍ୱୀପ ଧୂପରେ ସରିଲା ପରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ହେଲା। ସନ୍ଧ୍ୟା ଆଳତୀ ସରିଲା ପରେ ଗୋଧନ ବଡ଼ା ଭୋଗ ସରିଲା ପରେ ସେ ଗୋପାଳଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଆଉ ତାଙ୍କ ଶ୍ରୀମତୀ ଦୁଇ ଜଣ ଯାକ ଆଗେ, ଆଜି ଯେହେତୁ ଏକାଦଶୀ ଯୁକ୍ତ ଦଶମୀ ଦୁଇଟା ହେଉଛି, ତେଣୁକରି ପ୍ରଥମେ ସିଂହାସନରେ ତାଙ୍କୁ କରାଗଲା। ସେଥିରେ ମାଳ ଚନ୍ଦନ ଲାଗି କରାଗଲା। ତାପରେ ଛତି, ଶାମୁଖୁଣ୍ଟିଆ, ସିଙ୍ଗାରୀ ଆଉ ଆମର ମଶାଲ, ସାବୁ ମଶାଲ ସମସ୍ତେ ମହାପ୍ରଭୁଙ୍କୁ କୁଞ୍ଜକୁ ବିଜେ କରିବାକୁ ନିଆଗଲା। ଯେହେତୁ ଆଜି ଏକାଦଶୀ, ମହାପ୍ରଭୁ ରାଧାରାଣୀ ସେଠାରେ ଛିଡ଼ା ହେଲେ, ମା ଶ୍ରୀମତୀ ଆଉ ତାପରେ ପ୍ରଭୁ ଏକାଦଶୀ ବେଢ଼ା କରାଗଲା। ଏକାଦଶୀ ବେଢ଼ା ସରିକି ଆସିଲା ପରେ ଦୁଇ ଜଣ ଯାକ ଏକାଠି ହେଇ ଝୁଲଣ କୁଞ୍ଜକୁ ବିଜେ କଲେ। ଝୁଲଣ କୁଞ୍ଜରେ ବର୍ତ୍ତମାନ ମହାପ୍ରଭୁଙ୍କର ଚାଲିଛି, ଝୁଲଣ ଚାଲିଛି। ତାପରେ ଏକାଦଶୀ ଭୋଗ ପ୍ଲସ୍ ଆଉ ଆମର ମହାପ୍ରଭୁଙ୍କର ଯେଉଁ ସନ୍ଧ୍ୟା ଧୂପ, ଏ ଦୁଇଟାକ ନୀତି ହେବ। ନୀତି ସରିଲା ପରେ ମଦନ ମୋହନକୁ ଭୋଗ କରାଯିବ। ମଦନ ମୋହନକୁ ଭୋଗ ସରିଲା ପରେ ଝୁଲଣ କୁଞ୍ଜରେ ଯାତ୍ରା ଭୋଗ କରାଯିବ। ଆଳତୀ ଉପଚାର ମାନ କରାଯିବ। ତାପରେ ଏଠାରେ ମହାପ୍ରଭୁଙ୍କର ବଡ଼ ସିଂହାର ବେଶ ସରିଲା, ବଡ଼ ସିଂହାର ଭୋଗ ହେବ। ବଡ଼ ସିଂହାର ଭୋଗ ସରିଲା ପରେ ଶ୍ରୀଜୀଉ ମଦନ ମୋହନ ଆଉ ତାଙ୍କର ଶ୍ରୀମତୀ ତାଙ୍କ ମନ୍ଦିରକୁ ବିଜେ କରିବେ। ତାପରେ ମହାପ୍ରଭୁଙ୍କର ଏଠାରେ ପୁଷ୍ପାଞ୍ଜଳି ହେବ। ପୁଷ୍ପାଞ୍ଜଳି ସରିଲା ପରେ ଆଳତୀ ମାନ କରାଯାଇକରି ଗୋପାଳଙ୍କର ପୌଢ଼ ସମାପନ କରାଯିବ। ମୁଁ ଆମ ମନ୍ଦିର ପ୍ରଶାସନ ଟ୍ରଷ୍ଟ ବୋର୍ଡ଼ର ସଦସ୍ୟ ନାଥ ବାରି। ଏବେ ଯେଉଁ ଝୁଲଣ ମଣ୍ଡପଟି ଆମର ଦେଖିବାକୁ ମିଳୁଛି ନୂତନ ଭାବରେ, ସେଇଟା ପୁରା ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା, ଯାହାକି ଏ ବର୍ଷ ତାକୁ ଝୁଲଣ କାର୍ଯ୍ୟକ୍ରମ କରିବା ପାଇଁ ସମ୍ଭବ ନଥିଲା। ତେଣୁ ତହସିଲଦାର ମହୋଦୟ ଏବଂ ମୋତେ ଡାକିଲେ, କହିଲେ ଏଇଟା ନୂଆ କରିକିରି କରିବା ନା ଏମିତି ରିପେୟାର କରିଦେବା। ମୁଁ କହିଲି ନାହିଁ ସାର୍, ଯେତେ ପଇସା ଖର୍ଚ୍ଚ ହେଉଛି ହଉ, ଆମେ ଏଇଟାକୁ ନୂଆ କରିବା। ତେଣୁ ଭଲ କାରିଗରଟିଏ ଆମକୁ ମିଳିଲା, ଭଲ କାଠରେ କରାଯାଇଛି, ଯାହାକି 100 ବର୍ଷ ପର୍ଯ୍ୟନ୍ତ ହିଁ ଏଇଟା କାର୍ଯ୍ୟକାରୀ ହୋଇପାରିବ ଏବଂ 100 ବର୍ଷ ପର୍ଯ୍ୟନ୍ତ ଝୁଲଣର କିଛି ଅସୁବିଧା ହେବ ନାହିଁ। ତା ପାଖରେ କରାଯାଇକି ଆମେ ଏ ବର୍ଷ ଗୋଟେ ଯେଉଁ ପ୍ରଭୁଙ୍କର କାର୍ଯ୍ୟକ୍ରମ କାଳିଅ ଦଳନ ଏକାଦଶୀ ହେଉଛି, ଗଜ ଉଦାହରଣ ବେଶ ହେଉଛି, ଏଇସବୁ ଯେଉଁ ବେଶ ହେଉଛି ସେଇଟା ବହୁ ବିଳମ୍ବିତ ରାତିରେ ହେଉଛି ଏବଂ ଲୋକମାନେ ସେଇଟା ଦେଖିବାର ସୁଯୋଗ ପାଉନାହାନ୍ତି। ତେଣୁ ଆମେ ତାକୁ ସାଇଡ଼ରେ ସେଇ ବେଶ, ସେଇ ଠାକୁରଙ୍କୁ ନେଇକି ରଖିକିରି ଏଥରକ ଆଲୋକୀକରଣ କରିକିରି ଦେଖୁଛୁ ଯେ ସବୁ ଲୋକ ଯେମିତି ଏଇଟା ଭଲ ଭାବରେ ଦେଖିପାରିବେ ଯେ ପ୍ରଭୁଙ୍କର ଏଇ ପ୍ରକାର ନୀତିକାନ୍ତି ଆ ଭିତରେ ଚାଲୁଛି, ଯେଉଁଟାକି ସମ୍ଭବ ନୁହେଁ ବିଳମ୍ବିତ ରାତିରେ ଦେଖିବା ପାଇଁ। ଝୁଲଣ ମଣ୍ଡପଟି ବହୁତ ଆକର୍ଷଣ କରାଯାଇଛି, ଲାଇଟ୍ ଫାଇଟ୍ ବି କରାଯାଇଛି। ଆଶା କରୁଛି ଏଥରକ ପରିପୂର୍ଣ୍ଣ ଝୁଲଣ ମଣ୍ଡପ ବୋଲି ଆମେ ଏଇଟା ଭାବିଦେବା। ମହାପାତ୍ର
ପ୍ରତ୍ୟେକ ଦିନ 5ଟା ବେଳକୁ ସାକ୍ଷୀଗୋପାଳ ମନ୍ଦିର ଦର୍ଶନ କରିବାକୁ ଆସେ। ଏ ବର୍ଷ ଆସି ଦେଖିଲି ଝୁଲଣ ମଣ୍ଡପଟି ନୂତନ ଭାବରେ ଖୁବ୍ ସାଜସଜା ହୋଇଛି ଏବଂ ମନ୍ଦିରର କାରୁକାର୍ଯ୍ୟ ମନ୍ଦିରର ସବୁକିଛି ସୁଚାରୁ ରୂପେ ପରିଚାଳିତ ହେଉଛି ଏବଂ ଏଠାରେ ଥିବା କାଳିୟଦମନ ଏକାଦଶୀ ଏବଂ ଜଳକ୍ରୀଡ଼ା ଆଉ ଗଜଉଜଣାବେଶ ଲୋକମାନେ ଦେଖିବାକୁ ସୁଯୋଗ ପାଉନଥିଲେ। ଯାହା ହେଉ ବର୍ତ୍ତମାନ ନୂତନ କର୍ମକର୍ତ୍ତା ଆମ ତହସିଲଦାର ଏବଂ କମିଟି ଏକ ସିଦ୍ଧାନ୍ତ ନେଇ ଉକ୍ତ କାର୍ଯ୍ୟଟି ଭଲ ଭାବରେ ସମ୍ପୂର୍ଣ୍ଣ ଭାବରେ କରିଛନ୍ତି ଏବଂ ସାଜସଜ୍ଜା ମଧ୍ୟ ଖୁବ୍ ଭଲ ହୋଇଛି। ତେଣୁ ଦେଖିବାକୁ ଭାରି ଖୁସି।